ଆପଣମାନେ ବି ଜାଣିଥିବେ ଆଗରୁ ଯେଉଁଟା କାଳିଆ ଯୋଜନା ଥିଲା ସେଇଟା ଚେଞ୍ଜ ହେଇକି ସିଏମ୍ କିଷାନ ହେଇଯାଇଛି। ସିଏମ୍ କିଷାନର ଅଫିସିଆଲ୍ ୱେବସାଇଟ୍ ଆସିଯାଇଛି ଓ ଏଇଟା ନୂଆ ଲିଷ୍ଟ ଗୋଟେ ଆସିଯାଇଛି। ଯଦି ଲିଷ୍ଟରେ ଆପଣଙ୍କର ନାଁ ଅଛି ତ ନିହାତି ଭାବରେ କେମିତି କ'ଣ ଚେକ୍ କରିବେ ଭିଡ଼ିଓ ଫାଷ୍ଟ ଆସନ ଦେଖନ୍ତୁ ସବୁକିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ତ ପାଖାପାଖି କହିବାକୁ ଗଲେ ଯେଉଁମାନେ କାଳିଆ ଯୋଜନା ପାଉଥିଲେ ଆଗରୁ ସିଏମ୍ କିଷାନ ଯୋଜନା ସେଇମାନେ ହିଁ ପାଇବେ। ଆଉ ଯେଉଁମାନେ ବି ନୂଆ ଆବେଦନ କରିବାକୁ ଚାହୁଁଛ ଯେଉଁମାନେ ବି ଚାହୁଁଛ କି ମୁଁ ନୂଆ ଆବେଦନ କରି ନିହାତି ଭାବରେ ମଧ୍ୟ ଆପ୍ଲାଏ ହେଉଛି ଚାହିଁଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। କେମିତି କ'ଣ ଆପ୍ଲାଏ କରି ଭିଡ଼ିଓ ଫାଷ୍ଟ ଆସନ ଦେଖନ୍ତୁ ସବୁ କିଛି ଡିଟେଲ୍ସ ସେଇ ଭିଡ଼ିଓ ମାଧ୍ୟମରେ ପାଇବେ। ବିନା ସ୍କେପ୍ ଭିଡ଼ିଓ ଫାଷ୍ଟ ଆସନ ଦେଖ। ଆଉ ଗୋଟେ କହିଦେଉଛି ବର୍ତ୍ତମାନ ଆମ ଓଡ଼ିଶାରେ ଯେଉଁ ବିଜେପି ସରକାର ଗଠନ କଲା ଆପଣମାନେ ଜାଣିଥିବେ ଗୋଟେ ସୁଭଦ୍ରା ଯୋଜନା ଗଠନ କରିଥିଲା। ଆପଣମାନେ ଯେତେବେଳେ ବି ସୁଭଦ୍ରା ଯୋଜନା ଆଗରୁ ଯେତେବେଳେ ବି ଗୁଗୁଲ୍ କିମ୍ବା କୋମ୍ବାଉଚର ସର୍ଚ୍ଚ କରୁଥିଲେ ତାର ଅଫିସିଆଲ୍ ୱେବସାଇଟ୍ ମାନେ ଆସୁନଥିଲା। ବର୍ତ୍ତମାନ ଟାଇମ୍ରେ ଆପଣ ଯଦି ସୁଭଦ୍ରା ଯୋଜନା ସର୍ଚ୍ଚ କରିବେ ବର୍ତ୍ତମାନ ତା ଅଫିସିଆଲ୍ ଗୋଟେ ଆସିଯାଉଛି। ତ ଆପଣମାନଙ୍କୁ କହିବାକୁ ଗଲେ ବହୁତ ସାଇଟ୍ ତାର ଡେଭଲପମେଣ୍ଟ ହେଉଛି। ଓକେ, ଯେମିତି ଆଗରୁ ବିଜେଡ଼ି ସରକାର ଥିଲା ତାର ଅଫିସିଆଲ୍ ୱେବସାଇଟ୍ ସାଙ୍ଗେ ସାଙ୍ଗେ ଆସିଯାଉଥିଲା। ସେଭଳି ଆପଣ ଯଦି ପିଏମ୍ କିଷାନ ସର୍ଚ୍ଚ କରିବେ ସିଏମ୍ କିଷାନ ସର୍ଚ୍ଚ କରିବେ ଆପଣମାନେ ଗୁଗୁଲ୍ ବା କୋମ୍ବାଉଚର ଦେଖିବାକୁ ମିଳିବନି। ତ କହିବାକୁ ଗଲେ ପାଖାପାଖି ଯଦି 10-15 ଦିନ ଭିତରେ ଆପଣ ଯଦି ଗୁଗୁଲ୍ରେ ସିଏମ୍ କିଷାନ ପିଏମ୍ କିଷାନ ସର୍ଚ୍ଚ କରିବେ ନିହାତି ଭାବରେ ମିଳିଯିବ। କାରଣ ସେମିତି ସୁଭଦ୍ରା ଯୋଜନା ଯେମିତିକି କୋମ୍ବାଉଚର ଗୁଗୁଲ୍ କିମ୍ବା ଆପଣଙ୍କର କ୍ରୋମ୍ବାଉଚର କିମ୍ବା ଗୁଗୁଲ୍ରେ ସର୍ଚ୍ଚ କରି ମିଳୁନଥିଲା ସୁଭଦ୍ରା ଯୋଜନା। ଏବେ ମଧ୍ୟ ପାଖାପାଖି ସାଙ୍ଗେ ସାଙ୍ଗେ ସୁଭଦ୍ରା ଯୋଜନା ପୁରା ଇନଫ୍ରଣ୍ଟ ଯାହାକୁ ଆମେ କହୁଛେ ଡାଇରେକ୍ଟ ଆପଣଙ୍କୁ ହୋମ୍ ପେଜ୍ରେ ମିଳିଛି ଏଇଠି ସୁଭଦ୍ରା ଯୋଜନା। ସେମିତି ଏବେ ଯଦି ଆପଣ ସିଏମ୍ କିଷାନ ଯୋଜନା ସର୍ଚ୍ଚ କରିବେ ଗୁଗୁଲ୍ରେ ତ ଆପଣମାନଙ୍କୁ ସାଇଟ୍ ମିଳିବ ନାହିଁ। ତ ସାଇଟ୍ ଡେଭଲପ୍ ହେବା ପାଇଁ ମାନେ ପାଖାପାଖି ବହୁତ ସାରା ମାନେ ସାଇଟ୍ ଲୋକମାନେ ଜାଣିସାରିଲା ପରେ ସାଇଟ୍ଟା ଆସ୍ତେ ଆସ୍ତେ ପବ୍ଲିଶ ହେଇଯିବ। ତ ସାଇଟ୍ଟା କେଉଁଠୁ ଆଣିବେ ନିହାତି ଭାବରେ ଆମ ଚ୍ୟାନେଲ୍କୁ ଆମ ଗ୍ରୁପ୍ରେ ଲିଙ୍କ୍ ମଧ୍ୟ ମିଳିଯିବ। ତ ଆମ ଗ୍ରୁପ୍ରେ ମଧ୍ୟ ଲିଙ୍କ୍ ଦେଇଦେଇଛି। ଆପଣ ମଧ୍ୟ ଲିଙ୍କ୍ରେ କ୍ଲିକ୍ କରି ମଧ୍ୟ ସବୁକିଛି ଡିଟେଲ୍ସ ମଧ୍ୟ ଦେଖିପାରିବେ। ଏବଂ ଆପଣଙ୍କୁ କହିଦେଉଛି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ତୁମକୁ ବହୁତ ହେଲ୍ପଫୁଲ୍ ହେଇଯିବ ମାନେ ଭିଡ଼ିଓ ଉପରେ ସବୁକିଛି ଅପଡ଼େଟ୍ ମଧ୍ୟ ପାଇଯିବ। ଯଦି କିଛି ଡାଉଟ୍ ଅଛି ନିହାତି ଭାବରେ କମେଣ୍ଟ ବକ୍ସରେ ମୋତେ ଦେଇଦେବ। ବର୍ତ୍ତମାନ ଟାଇମ୍ରେ ଆପଣ ଯେଉଁ ସିଏମ୍ କିଷାନ କେମିତି କ'ଣ ଲିଷ୍ଟ ବାହାର କରିବେ ମୁଁ ତୁମକୁ କହିଦେଉଛି। ଯେଉଁମାନେ ବି କାଳିଆ ଯୋଜନାରେ ଅଲରେଡ଼ି ବି ତୁମେ ପାଉଛ ପଇସା ମାନେ ଆଗରୁ ଯେଉଁମାନେ ପାଉଥିଲ ନିହାତି ଭାବରେ ସିଏମ୍ କିଷାନ ତୁମେ ଜାଣିଥିବ ତା ବାବଦରେ ମଧ୍ୟ ଭିଡ଼ିଓ କରିଦେଇଛି ଯେଉଁଟାକି ପାଖାପାଖି ନୂଆଖାଇ ଦିନଠୁ ତା'ର ସିଏମ୍ କିଷାନ ପଇସା ଆରମ୍ଭ ଷ୍ଟାର୍ଟ ହେଇଗଲାଣି। ତ ଆପଣମାନେ ଯଦି ପାଇନ ଟେନସନ୍ କିଛି ଦରକାର ନାହିଁ। ପ୍ରୋସେସିଂ 7-8 ଦିନ ଲାଗିବ ତମ ଆକାଉଣ୍ଟକୁ ଆସିଯିବ। ଠିକ୍ ଅଛି। ଆଉ ଗୋଟେ କଥା ହେଲା ଯଦି ଆପଣଙ୍କ ଲିଷ୍ଟରେ ନାଁ ଅଛି ତ ଆପଣ ଯଦି କ୍ୱାଇଜ୍ କରୁନାହାନ୍ତି ତାହେଲେ ଆପଣଙ୍କୁ ପଇସା ମିଳିବ ନାହିଁ। ଆପଣ ଯଦି ୱେବସାଇଟ୍ ଯିବେ ଲେଖା ହେଇଥିବ ଏଇଠି ସିଏମ୍ କିଷାନ ଯୋଜନା କ୍ୱାଇଜ୍। ଓକେ, ତ ଲେଖା ହେଇଛି କ୍ୱାଇଜ୍ ଆପଣ କରନ୍ତୁ। ଯଦି ଆପଣ କ୍ୱାଇଜ୍ କରିଛନ୍ତି ଜାଣିବାକୁ ଚାହୁଁଛନ୍ତି ମୋର ହେଇଛି କି ନାହିଁ ତାହେଲେ ସ୍ଥିତି ଟ୍ରାନ୍ଜାକ୍ସନ୍ ଉପରେ କ୍ଲିକ୍ କରିକି ଆପଣମାନେ ଚେକ୍ କରିପାରିବେ। ଠିକ୍ ଟ୍ରାନ୍ଜାକ୍ସନ୍ ଉପରେ କ୍ଲିକ୍ କରିବେ ଆଧାର କାର୍ଡ଼ ନମ୍ବର ଦେଇଦେବେ ନହେଲେ ଟୋକେନ୍ ନମ୍ବର ଦେଇଦେବେ। ସମସ୍ତ ପାଖରେ ଟୋକେନ୍ ନମ୍ବର ନଥିବ ଆଧାର କାର୍ଡ଼ ନମ୍ବର ଦେଇକି ସୋ ଉପରେ କ୍ଲିକ୍ କରି ଆପଣଙ୍କର ହେଇଯିବ। ତାପରେ କ୍ୱାଇଜ୍ ଯଦି କରିନାହାନ୍ତି କ୍ୱାଇଜ୍ ଉପରେ କ୍ଲିକ୍ କରି ଆପଣମାନେ କ୍ୱାଇଜ୍ ମଧ୍ୟ କରିପାରିବେ। ଯଦି ବି ଜାଣିନ କ୍ୱାଇଜ୍ ହେଇଛି କି ନାହିଁ ଛାଞ୍ଚ ଉପରେ କ୍ଲିକ୍ କରି ଆରାମସେ ଦେଖିପାରିବେ। ତାପରେ କଥା ହେଉଛି ଆପଣମାନେ ଲିଷ୍ଟଟା କେଉଁଠୁ ପାଇବେ। ଆପଣମାନେ ଜାଣିଥିବେ ପିଏମ୍ କିଷାନ ପଇସା ବର୍ଷକୁ 6,000 ମିଳିଥାଏ ଏବଂ ଆପଣ ସିଏମ୍ କିଷାନ ପଇସା 4,000 ଟଙ୍କା ମିଳିଥାଏ। ଦୁଇଟା କିସ୍ତିରେ ମଧ୍ୟ ମିଳିଥାଏ। ଓକେ, ତ ଆପଣମାନଙ୍କୁ କହିଦେଉଛି କେମିତି କ'ଣ ମିଳେ। ଫାଷ୍ଟ କରି କହିଦେଉଛି ଦେଖ ଲିଙ୍କ୍ରେ ଆପଣ ଗ୍ରୁପ୍ରେ ମିଳିଯିବ। ଗ୍ରୁପ୍ରେ ମିଳିସାରିଲା ପରେ ଲିଙ୍କ୍ ଉପରେ କ୍ଲିକ୍ କରି ତୁମକୁ ଏମିତି କିଛି ଇଣ୍ଟରଫେସ୍ ଆସିଯିବ। ଓକେ, ଆଉ ଥ୍ରୀ ଡଟ୍ ଉପରେ କ୍ଲିକ୍ କରି ଥ୍ରୀ ଡଟ୍ ଉପରେ କ୍ଲିକ୍ କରିସାରିଲା ପରେ ଅଫିସିଆଲ୍ ଡେସ୍କଟପ୍ଟା ଅଫ୍ କରିଦେବ। ଠିକ୍ ଅଛି। ଯେମିତି ମୁଁ ଡେସ୍କଟପ୍ ଅଫ୍ କରିସାରିଲା ପରେ ଗୋଟେ ଥ୍ରୀ ଡଟ୍ ଅପସନ୍ ଥିବ। ଠିକ୍ ଅଛି। ଥ୍ରୀ ଡଟ୍ ଅପସନ୍ ଉପରେ କ୍ଲିକ୍ କର। ଥ୍ରୀ ଡଟ୍ ଉପରେ କ୍ଲିକ୍ କରିସାରିଲା ପରେ ଆମର ଲେଖା ହେଇଥିବ ହିତାଧିକାରୀ ତାଲିକା ତାଲିକା ଉପରେ କ୍ଲିକ୍ କରିବ। ଲେଖା ହେଇଥିବ ପିଏମ୍ କିଷାନ ସିଏମ୍ କିଷାନ। ତ ଆପଣମାନେ ସିଏମ୍ କିଷାନ ଉପରେ କ୍ଲିକ୍ କରିବେ। ସିଏମ୍ କିଷାନ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟ ଫାଷ୍ଟ କରି ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ସପୋଜ୍ ମୁଁ ଏଠି ଗୋଟେ ମନେ ଇଚ୍ଛା ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେଉଛି। ସପୋଜ୍ ଦେଓଗଡ଼ ଡିଷ୍ଟ୍ରିକ୍ଟ ତାପରେ ବ୍ଲକ୍ ସପୋଜ୍ ମୁଁ ଏଠି ସିଲେକ୍ଟ କରିଦେଉଛି। ତାପରେ ଗ୍ରାମ ପଞ୍ଚାୟତ ଗୋଟେ ସିଲେକ୍ଟ କରିଦେଉଛି। ସିଲେକ୍ଟ କରିସାରିଲା ପରେ ଭ୍ୟୁ ଉପରେ କ୍ଲିକ୍ କରିବ। ଭ୍ୟୁ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର କ'ଣ SMF ନା ଆପଣମାନେ ଭୂମିହୀନ ନା ଗୋଟେ ଆପଣଙ୍କ SLM ମାନେ ସ୍ମଲ୍ ମାନେ ସିଷ୍ଟମ୍ ତାପରେ କ୍ଲିକ୍ କରିବେ। ଯଦି ଆପଣମାନେ ଯେଉଁଥିପାଇଁ ଆପ୍ଲାଏ କରୁଛନ୍ତି ତ ନିହାତି ଭାବରେ ଆପଣମାନେ ତା ଉପରେ କ୍ଲିକ୍ କରିବେ। ଭୂମିହୀନ ନା ଆପଣମାନେ ଯେଉଁ ବର୍ଷକୁ ଯେଉଁ ଦୁଇଟା ଇନଷ୍ଟଲମେଣ୍ଟ ମାନେ ସ୍ମଲ୍ ଆଣ୍ଡ ମାର୍ଜିନାଲ୍ ଫାର୍ମର ଯାହାକୁ ଆମେ କହୁଛେ SMF। ଓକେ, ତ ଆପଣମାନେ ମଧ୍ୟ ନିଜ ନାଁ ମଧ୍ୟ ଚେକ୍ କରିପାରିବେ। ଓକେ, ନିହାତି ଆପଣମାନେ ଜାଣିଲେ ନିଜେ କେମିତି କ'ଣ ଚେକ୍ କରିପାରିବେ। ଫାଷ୍ଟ କରି ମୁଁ ତୁମକୁ କହିଦେଲି କେମିତି କ'ଣ ଚେକ୍ କରାଯାଏ। ଯଦି ଆପଣମାନେ ଭୂମିହୀନ ମାନେ ବିଲଙ୍ଗସ୍ କରୁଛନ୍ତି ନିହାତି ଭାବରେ ଏଇ ପିଡ଼ିଏଫ୍ଟିକୁ ମଧ୍ୟ ଡାଉନଲୋଡ଼୍ କରିପାରିବେ। ମୁଁ ଖାଲି ଦେଖିବା ପାଇଁ ମୁଁ ତୁମକୁ ପିଡ଼ିଏଫ୍ଟି ଡାଉନଲୋଡ଼୍ କରିଦେଲି। ବର୍ତ୍ତମାନ ଟାଇମ୍ରେ ମୁଁ ଗୋଟେ ଡେସ୍କଟପ୍ ଅଫ୍ କରିଦେଉଛି ଅନ୍ କରିଦେଉଛି ଡେସ୍କଟପ୍ ଟାଇମ୍ରେ ବର୍ତ୍ତମାନ ଦେଖିପାରୁଥିବେ। ଆଉ ଗୋଟେ କଥା ହେଉଛି କେମିତି ତୁମେ ଅନଲାଇନ୍ରେ ରେଜିଷ୍ଟ୍ରେସନ୍ କରିବେ ଏବଂ ଡକ୍ୟୁମେଣ୍ଟ କ'ଣ ଦରକାର ଫାଷ୍ଟ କହିଦେଉଛି। ଡକ୍ୟୁମେଣ୍ଟ ତ ତା ବାବଦରେ ମୁଁ ଅଲରେଡ଼ି ତା ବାବଦରେ ମୁଁ ଭିଡ଼ିଓ ଅପଲୋଡ଼ କରିଦେବି କ'ଣ ସବୁ ଡକ୍ୟୁମେଣ୍ଟ ଦରକାର। ତଥାପି ମୁଁ ତୁମକୁ କହିଦେଉଛି ମାନେ କେମିତି କ'ଣ ଆପ୍ଲାଏ କରି ତା ବାବଦରେ ମୋତେ ଭିଡ଼ିଓ କରିଦେବି। ତଥାପି ଡକ୍ୟୁମେଣ୍ଟ କ'ଣ ଦରକାର ଫାଷ୍ଟ ମୁଁ କହିଦେଉଛି। ରାସନ କାର୍ଡ଼ ଦରକାର ଆଉ ଆପଣଙ୍କର ଜମି ପଟ୍ଟା ଦରକାର। ଯଦି ଜମି ପଟ୍ଟା ନାହିଁ ଆପଣଙ୍କର ଜବ୍ କାର୍ଡ଼ ଦରକାର ହେଉଛି।
ହେଲା କି ଆଉ କିଛି ଦରକାର ନାହିଁ ବାସ୍ କରିକି ଆପଣଙ୍କ ନାଁ ମୋବାଇଲ୍ ଇମେଲ୍ ଯାହା ବି ତୁମକୁ ଡିଟେଲ୍ ଯେମିତି ଆପ୍ଲାଏ କଲାବେଳେ ଯାହା ବି ମାଗେ କିନ୍ତୁ ମେନ୍ ଜିନିଷ କଥା ମୁଁ କହିଦେଉଛି ରାସନ କାର୍ଡ଼ ଆଉ ଆପଣଙ୍କର ଯେଉଁ ବିଲ ପଟା ଓକେ କେମିତି କ'ଣ ରେଜିଷ୍ଟ୍ରେସନ୍ କରିବେ ସିମ୍ପଲ୍ କଥା ଫାର୍ମର ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିବ ଫାର୍ମର ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ତୁମକୁ ଦେଖେଇକି ପଡ଼ିଥିବ କ'ଣ ସବୁ ଦରକାର ଓକେ ଇ-କ୍ୱେସ୍ ଯେଉଁଟାକି ଆପଣମାନେ ଜାଣିଥିବେ ଆଧାର କାର୍ଡ଼ ମୋବାଇଲ୍ ନମ୍ବର OTP ଥିବା ଦରକାର ମାନେ ଆଧାର କାର୍ଡ଼ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ଥିବା ଦରକାର ଠିକ୍ ଅଛି ଲିଙ୍କ୍ ହେଲେ ଯାଇକି OTP ଅଛି ଯଦି ଲିଙ୍କ୍ ନାହିଁ CSC ସେଣ୍ଟରକୁ ଯାଇକି ଜନସେବା କେନ୍ଦ୍ରକୁ ଯାଇକି ଆପଣମାନେ ଫିଙ୍ଗରପ୍ରିଣ୍ଟ କିମ୍ବା ଆଇପୋର୍ଟ ଥ୍ରୋରେ ଆପଣମାନେ କରିପାରିବେ ତା ହେଉଛି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ମାନେ ଆଧାର କାର୍ଡ଼ ଥ୍ରୋରେ ତୁମର ବ୍ୟାଙ୍କ ଯାହାକୁ ଆମେ ଆଧାର ସେଡ଼ିଂ ଥିବା ଦରକାର ମୁଁ ଅଲରେଡ଼ି ତା ବାବଦରେ ଭିଡ଼ିଓ ଅପଲୋଡ଼ କରିଦେଇଛି ଆମ ୟୁଟ୍ୟୁବରେ ଚାହିଁଲେ ଆପଣମାନେ ସର୍ଚ୍ଚ କରି ଦେଖିପାରିବେ ଆଧାର କାର୍ଡ଼ ମୋବାଇଲ୍ ନମ୍ବର ସରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମୋବାଇଲ୍ ନମ୍ବର ଲିଙ୍କ୍ ଅଛି କି ନାହିଁ ଚେକ୍ କରିପାରିବେ ଯଦି ଲିଙ୍କ୍ ନାହିଁ କେମିତି ଲିଙ୍କ୍ଟା ଆଡ଼୍ କରିବେ ଯେଉଁ ମୋବାଇଲ୍ ଥ୍ରୋରେ ଆପଣମାନେ ଅଲରେଡ଼ି ବି କହିଦେଇଛି ଆପଣମାନଙ୍କୁ ତାପରେ ରାସନ କାର୍ଡ଼ ମୁଁ ଅଲରେଡ଼ି କହିଦେଇଛି ରାସନ କାର୍ଡ଼ ଦରକାର ହେଉଛି ତାପରେ ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଯେଉଁଟାକି ଜମି ପଟ୍ଟା ଦରକାର ହେଉଛି ଆପଣ ତାପରେ ମୋବାଇଲ୍ ନମ୍ବର ବି ଦରକାର ହେଉଛି ଆପଣଙ୍କ ପାଖରେ ଯଦି ଆପଣଙ୍କ ପାଖରେ ଯେଉଁ ଲ୍ୟାଣ୍ଡ ସାର୍ଟିଫିକେଟ୍ ମାନେ କହିବାକୁ ଗଲେ ଜମି ପଟ୍ଟା ଯଦି ନାହିଁ ଆପଣମାନେ ଜବ୍ କାର୍ଡ଼ ଦେଇକି ଥ୍ରୋରେ ମଧ୍ୟ ଆପ୍ଲାଏ କରିପାରିବେ ଆପଣ ଜାଣିଛେ ଯଦି ଆପଣମାନେ କେଉଁ ଥ୍ରୋରେ ଆପ୍ଲାଏ କରିବେ ଯଦି ଆପଣମାନେ ଭୂମିହୀନ ଥ୍ରୋରେ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କୁ ଥରେ କେବଳ ପଇସା ମିଳେ ଯେଉଁଟାକି 12,500 ଆପଣ ଯଦି ଲାଇଫ୍ ଟାଇମ୍ ପଇସା ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ SMA ସ୍ମଲ୍ ମାର୍ଜିନାଲ୍ ଫାର୍ମର ଯେଉଁଟାକି ଆପଣମାନଙ୍କୁ 2 ଥର ଲେଖାଏଁ ମିଳିବ ଓକେ ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତି ଏମିତି ଭଲ ଭଲ ରିଲେଟେଡ୍ ଭିଡ଼ିଓ ପାଇବି ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ ନିହାତି ଭାବରେ ଆମ ଚ୍ୟାନେଲକୁ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହୁଅନ୍ତୁ ସେଇଠି ଆପଣମାନଙ୍କୁ ସବୁ କିଛି ଅପଡ଼େଟ୍ ମଧ୍ୟ ମିଳିଯିବ ଯଦି କିଛି ଡାଉଟ୍ ଅଛି ସେଇଠି ମଧ୍ୟ ଜଏନ୍ ହେଇକି ମଧ୍ୟ ମେସେଜ୍ କରିପାରିବେ ନହେଲେ ଆମ ଭିଡ଼ିଓର କମେଣ୍ଟ ବକ୍ସରେ ନିଜର ମତ ଦେଇଥାନ୍ତୁ ତ ରହୁଛି ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପ ହୋଇଥାଏ ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ ସେଥିପାଇଁ ଜୟ ଜଗନ୍ନାଥ।